ରାୟଗଡ଼ା ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଡେଭେଲେଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ପୂର୍ବାହ୍ନ 11ଟା ସମୟରେ ରାୟଗଡ଼ା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବନ ବିଭାଗ ପକ୍ଷରୁ କୁମୁଟିଲ ପେଟା ସେକ୍ସନ ଅନ୍ତର୍ଗତ ଡୋକୁଲୁଗୁଡ଼ା ଗ୍ରାମରେ ଚଢ଼ଉ କରାଯାଇଛି। ଗ୍ରାମରେ ବେଆଇନ ଭାବେ କାଠ ଗଚ୍ଛିତ ରଖାଯାଇଥିବା ନେଇ ସୂଚନା ପାଇ ବନ ବିଭାଗର ସମସ୍ତ କର୍ମଚାରୀ ତଦନ୍ତ କରିବା ସହ କେ ଶ୍ରୀନିବାସ ଗୌରୀଶଙ୍କର ଟିକାଟି ଓ ବିବେକ ରାଓ କାଲଗାରାଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କେ ଶ୍ରୀନିବାସଙ୍କ ଘରୁ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା 27 ଗୋଟି ଶାଳ ସାଇଜ କାଠ ଜବତ କରାଯାଇଥିଲା। ସେହିପରି ଗୌରୀଶଙ୍କର ଟିକାଟିଙ୍କ ଘରୁ 22 ଗୋଟି ଶାଳ ସାଇଜ ଓ ପଟ୍ଟା ଏବଂ ବିବେକ ରାଓ କାଲାଗାରାଙ୍କ ଘରୁ 56 ଗୋଟି ଶାଳ ପିଆଶାଳ ଓ ଶାଗୁଆନ ସାଇଜ କାଠ ଜବତ କରାଯାଇଛି। ଜବତ କାଠ ସମ୍ପର୍କରେ 3 ଜଣ ବ୍ୟକ୍ତି କୌଣସି ବିଭାଗୀୟ କାଗଜପତ୍ର ଦେଖାଇ ପାରି ନଥିଲେ। ବନ ବିଭାଗର ପଚରା ଉଚରା ବେଳେ ସେମାନେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ବେଆଇନ ଭାବେ ଗଛ କାଟି କାଠ ଆଣିଥିବା ସ୍ୱୀକାର କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ 3 ଜଣଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି। ଅନନ୍ତ ହେମଚରଣ ବେହେରା, ବନପାଳ କୁମୁଟିଲିପେଟାଙ୍କ ଦ୍ୱାରା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ଜବତ କାଠଗୁଡ଼ିକୁ ବନ ବିଭାଗ ହେଫାଜତକୁ ନିଆଯାଇଛି। ଜବତ ହୋଇଥିବା କାଠର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 3 ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏହି ଚଢ଼ଉରେ ରାୟଗଡ଼ା ସେକ୍ସନର ବନପାଳ ଗୌରୀଶଙ୍କର ସାହୁ, ବନପାଳ ପଦ୍ମାବତୀ ପାଢ଼ୀଙ୍କ ସମେତ ରାୟଗଡ଼ା ବନାଞ୍ଚଳ ସହ ଅନ୍ୟ ବନ କର୍ମଚାରୀମାନେ ସାମିଲ ହୋଇଥିଲେ।